ନାଇଁ ସାଂସଦ ଏହା ପୂର୍ବରୁ ଟିକକ ପୂର୍ବରୁ ପ୍ରେସମିଟ୍ ରଖି ସେ କହିଥିଲେ ଯୋଉ ସ୍ୱାମୀ ଲକ୍ଷ୍ମଣାନନ୍ଦ ନାମକରଣ କରାଯାଇଛି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଇଟା ଆଦିବାସୀ ମାନଙ୍କର ଏଠି ସମସ୍ତଙ୍କର ମାନେ ମତ ନିଆଯାଇଥିଲା ବୋଲି ଲୋଡା ଯାଇଥିଲା। ଆଉ ସେଇଟା ଠିକ ଜିନିଷ ବୋଲି କହୁଛନ୍ତି। ଆଉ ଯୋଉମାନେ କରୁଛନ୍ତି ବିରୋଧ କରୁଛନ୍ତି ସେମାନେ ବିଭ୍ରାନ୍ତକର ତଥ୍ୟ ଦଉଛନ୍ତି ଆଉ ଲୋକଙ୍କ ମତିଭ୍ରମ କରୁଛନ୍ତି। ଯୋଉମାନେ ତାହାକୁ ସପୋର୍ଟ କରୁଛନ୍ତି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମକରଣ କରାଯାଉ ବୋଲି ସେମାନେ କିଏ? ସେମାନେ ଆପଣ ମାନେ ଚିହ୍ନାନ୍ତି ବୋଧେ, ଆମେ ଭଲରେ ଚିହ୍ନିଛୁ। ସେମାନେ ଲକ୍ଷ୍ମଣାନନ୍ଦ ସରସ୍ୱତୀ ତାର ପାଦର ପାଣି ପିଆଇ ଯୋଉମାନଙ୍କୁ ଯୋଉ ଆଦିବାସୀ ମାନଙ୍କୁ ହିନ୍ଦୁ କରିଥିଲା ସେମାନେ ସେ ମରିଦେଲା ପରେ ସେମାନେ ତାର ଗୁଣ ଗାଉଛନ୍ତି। ସେମାନେ ସେ ଆଦିବାସୀ ମଧ୍ୟ ଆମ ମୋ ସହର ବି ଅଛନ୍ତି, କିଛି ଅଛନ୍ତି ଯୋଉମାନେ RSS ର ବ୍ୟକ୍ତି ବିଶେଷ ସେ ଗୋଷ୍ଠୀ କରିକି ହାଫ୍ ପ୍ୟାଣ୍ଟ ପିନ୍ଧେଇକି ଯୋଉ ଠେଙ୍ଗା ଧରିକି ତା ବାପା ମାନଙ୍କୁ ଶିଖେଇଥିଲା କୁସ୍କେଇକରି ଆଦିବାସୀ ଭିତରେ ଲଢେଇ କରେଇଥିଲା ଲକ୍ଷ୍ମଣାନନ୍ଦ। ଏମାନେ ପିଟିଥିଲେ, ଆଜି ଯୋଉ କହୁଛନ୍ତି ସମର୍ଥନ କରୁଛନ୍ତି। ତେଣୁ ସେମାନେ ତ କହିବେ କଥା ବିଭ୍ରାନ୍ତିକର କରୁଛନ୍ତି ବୋଲି। ସେମାନେ କହିପାରିବେ କି ଲକ୍ଷ୍ମଣାନନ୍ଦ କଣ କଣ କରିଛନ୍ତି ଆମ ପାଇଁ? ଲକ୍ଷ୍ମଣାନନ୍ଦ କିଏ? ଲକ୍ଷ୍ମଣାନନ୍ଦ ଜଣେ ମର୍ଡର, ସତ କଥା କହିପାରିବେ କି? ଲୁଚିକି ଆମ ଜିଲ୍ଲାରେ ଆସିକି ବୁଝିଲେ ଏ କଥା କହିପାରିବେ କି? ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମୀୟ ଭାବନାଟାକୁ ବିଭ୍ରାନ୍ତି କରିଛନ୍ତି, ଏ କଥା କହିପାରିବେ କି? ହିନ୍ଦୁ ଖ୍ରୀଷ୍ଟିଆନ ଭିତରେ ମାଡ଼ ଗୋଳ କରିଛନ୍ତି, ସେ କହିପାରିବେ? ସେମାନେ ଆଦିବାସୀ ମାନେ ହିନ୍ଦୁ କରିଛନ୍ତି ବୋଲି କହିପାରିବେ କି? ଏମାନେ ତ ମୂର୍ଖ ଗୁଡାକ। ଆଦିବାସୀ ମାନେ ଆମେ ହିନ୍ଦୁ କରୁଛନ୍ତି। ଶିଶୁ ଦେଖ ତମେ କିଏ?